ଆଜିର ସକାଳଟା ଟିକେ ଏମିତି ଥିଲା। ଫୁଲ ଗଛ ଚରିବା ଷ୍ଟାର୍ଟ ହେଇଥିଲା। ମୁଁ ଡେଲିଭରି ଭାଇଙ୍କୁ ବାହାରେ ୱେଟ୍ କରିଥିଲି। ପାଚେରୀ ପାଖରେ ଦେଖିଥିଲି ଗୋଟେ ରେଡ୍ ଲିଲି ଗଛଟା। ଫୁଲ ଗଛଟାକୁ ତଳି ନ ପାରିବାରୁ ପାଖରେ ଥିବା ଆଣ୍ଟିକୁ ଯାଇକି ଡାକିଥିଲେ। ସିଏ ତଳିକି ଦେଇଦେଲେ। ଏଇଟା ସତ କୁହନ୍ତୁ ନା, ଏଇଟା ଚୋରି ହେଲା ନା ଆଉ କଣ ହେଲା? ମୁଁ ପାର୍ସଲ ଖୋଲି କେତେ ଖୁସି। ମୁଁ ମଗେଇଥିଲି ଗୋଟେ ଇୟରଫୋନ୍, ଆଉ ଆର ଇୟରଫୋନ୍ଟା ଛୁଆ ମୋର ଛିଡେଇ ଦେଇଛି। ଏଇ ଭିତରେ ମମି ବି ତାଙ୍କର ବନେଇ ସାରିଛନ୍ତି ଖାଇବା ଆଜି ଦ୍ୱିପହରେ ଲଞ୍ଚ। ଆଉ ଆଜି ମୋର ପାଳିଥିଲା ପନିର ତରକାରୀ ବନେଇବାରେ। ହଁ, ଆପଣମାନେ ଏଇ ତରକାରୀଟାକୁ କଡାଇ ପନିର କହିପାରିବେ କି ଆଳୁ ପନିର କହିପାରିବେ। ମମି ବାବା ଏଇଠି ପସନ୍ଦ କରନ୍ତିନି କାଜୁର ପନିର ତରକାରୀ, ସେଥିପାଇଁ ଗୋଟେ ସିକ୍ରେଟ ମସଲା ଦେଇକି ମୁଁ ଆଜି ପନିର ତରକାରୀଟା ରେଡି କରିଦେଇଛି। ଆପଣମାନେ ଏଇଠି ଦେଖିପାରୁଥିବେ ଆଜିର ମେନୁରେ କଣ କଣ ଅଛି। ଆଉ ମତେ ଏଇ କମ୍ପି ଥାଳିରେ ଖାଇବା ପାଇଁ ବହୁତ ପସନ୍ଦ, ମୋ ବାବାଙ୍କୁ ବି ପସନ୍ଦ। ଆପଣମାନଙ୍କୁ ପସନ୍ଦ କି ନାହିଁ କମେଣ୍ଟ କରନ୍ତୁ। ଯେହେତୁ ଖରାଟା ପୁରା ଜୋର ପଡିଛି, ସେଥିପାଇଁ ଗଛମାନଙ୍କୁ ଟିକେ ପାଣି ଦରକାର ହଉଛି। ଆଉ ସକାଳେ ଉଠି ମାଉସୀ ସବୁ ଗଛ ଗୁଡାକ ଆଜି ପାଣି ଦେଇ ଦେଇଥିଲେ। ଆଉ ଦେଖନ୍ତୁ ଛୁଆର ଗୋଟେ କି ରାଗ, ବାପରେ ବାପ, ଯେତେ ବଡ ହଉଛି ସେତେ ତାର ଜିଦ୍ ବଢୁଛି, ଆଉ ସେତେ ବଦମାସ ବି ହଉଛି। ଦେଖନ୍ତୁ ଛୁଆର ନାଟକ। ଆଣିବା ପାଇଁ ହାତ ପାଉନି ବୋଲି ମତେ ରାଗି ଗନୁଛୁ। ମତେ ରାଗିଲେ କଣ ହବ? ତେସା ବାପକୁ ତେସା ପୁଅ।